ଗୃହସ୍ଥର ଭକ୍ତି। ନାରଦଜୀ କଥା କଥାରେ ନାରାୟଣ ନାରାୟଣ କହୁଥିଲେ ଏବଂ ଏହିପରି ଭାବରେ ସେଦିନକୁ ଅନେକ ଥର ଭଗବାନଙ୍କ ନାମ ନେଉଥିଲେ। ଦିନେ ତାଙ୍କ ମନରେ ଏହି ବିଚାର ଆସିଲା ଯେ ସେ ଯେହେତୁ ସବୁଠାରୁ ଅଧିକ ଥର ଭଗବାନଙ୍କ ନାମ ଜପ କରୁଛନ୍ତି, ତେଣୁ ସେ ହିଁ ଭଗବାନଙ୍କର ସବୁଠାରୁ ବଡ଼ ଭକ୍ତ। ଏହା ଭାବି ନାରଦଜୀ ଭଗବାନ ବିଷ୍ଣୁଙ୍କ ପାଖରେ ପହଞ୍ଚିଲେ ଏବଂ ପଚାରିଲେ, ଭଗବାନ, ଆପଣଙ୍କର ସବୁଠାରୁ ବଡ଼ ଭକ୍ତ କିଏ? ଭଗବାନ ବିଷ୍ଣୁ କହିଲେ, ଅମୁକ ଗାଁର ଅମୁକ ଚାଷୀ ମୋର ସବୁଠାରୁ ବଡ଼ ଭକ୍ତ। ନାରଦଜୀଙ୍କୁ ଏହା ଶୁଣି ବହୁତ ବଡ଼ ଧକ୍କା ଲାଗିଲା। ସେ ଭଗବାନଙ୍କ କଥାର ସତ୍ୟତା ଜାଣିବା ପାଇଁ ନିଜକୁ ସମ୍ଭାଳି ସେହି ଭକ୍ତ ଚାଷୀର ନାମ ଓ ଠିକଣା ନୋଟ୍ କଲେ ଏବଂ ଚାଷୀର ଗାଁକୁ ବାହାରିଲେ। ସେଠାରେ ପହଞ୍ଚି ସେ ଦେଖିଲେ ଯେ ଚାଷୀଟି ସକାଳବଟାରେ ଉଠି ମାତ୍ର 2 ଥର ନାରାୟଣ ନାରାୟଣ କହିଲା। ତାପରେ ବଳଦମାନଙ୍କ ପାଇଁ କୁଣ୍ଡରେ କୁଟା, ପିଡ଼ିଆ ଓ ପାଣି ପକାଇ ସେମାନଙ୍କୁ ଖାଇବାକୁ ଦେଲା। ନିତ୍ୟକର୍ମ ସାରି ସକାଳର ଜଳଖିଆ ଖାଇ ସୂର୍ଯ୍ୟୋଦୟ ସହିତ ହଳବଳଦ ଧରି କ୍ଷେତକୁ ବାହାରିଗଲା। ପୂର୍ବାହ୍ନ ଧଦଟାରେ ପତ୍ନୀଙ୍କ ଦ୍ୱାରା ଅଣାଯାଇଥିବା ଜଳଖିଆ ଖାଇ ପୁଣି କ୍ଷେତ କାମରେ ଲାଗିଲା। ଦ୍ୱିପ୍ରହରରେ ଘରକୁ ଯାଇ ଖାଇଲା ଓ ଟିକେ ବିଶ୍ରାମ ନେଲା। ବଳଦମାନଙ୍କୁ କୁଣ୍ଡରେ ଲଗାଇଲା। ଅପରାହ୍ନରେ ପୁଣି କ୍ଷେତକୁ ଯାଇ କାମ କଲା। ଠିକ୍ ସୂର୍ଯ୍ୟାସ୍ତ ପୂର୍ବରୁ ଘରକୁ ଫେରିଲା। ହାତ ମୁହଁ ଧୋଇ ରାତିର ଭୋଜନ କଲା ଏବଂ ଶୋଇବା ପୂର୍ବରୁ ପୁଣି 2 ଥର ନାରାୟଣ ନାରାୟଣ କହି ଶୋଇପଡ଼ିଲା। ନାରଦଜୀଙ୍କୁ ବଡ଼ ଆଶ୍ଚର୍ଯ୍ୟ ଲାଗିଲା ଯେ ଚାଷୀଟି ଦିନସାରାରେ ମାତ୍ର 4 ଥର ନାରାୟଣ ନାରାୟଣ କହିଲା, ଯେଉଁଠି ସେ ନିଜେ ଦିନସାରା ନାମ ଜପ କରୁଛନ୍ତି। ତଥାପି ଭଗବାନ ବିଷ୍ଣୁ ତାଙ୍କୁ ସବୁଠାରୁ ବଡ଼ ଭକ୍ତ ବୋଲି ମାନୁନାହାନ୍ତି। ନାରଦଜୀ ନିଜର ଆଶଙ୍କା ଓ ଦୁଃଖ ଭଗବାନ ବିଷ୍ଣୁଙ୍କୁ ଜଣାଇଲେ। ସେତେବେଳେ ଭଗବାନ ବିଷ୍ଣୁ ନାରଦଙ୍କୁ ଗୋଟିଏ ପୂରା ପାଣି ଭର୍ତ୍ତି ପାତ୍ର ଦେଲେ ଏବଂ କହିଲେ, ଏହାକୁ ଧରି ଆପଣ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଭ୍ରମଣ କରନ୍ତୁ, କିନ୍ତୁ ମନେ ରଖନ୍ତୁ ଏଥିରୁ ଯେପରି ଗୋଟିଏ ବୁନ୍ଦା ପାଣି ବି ତଳେ ନ ପଡ଼େ। ଯଦି ଏମିତି ହୁଏ, ତେବେ ମୋର ସୁଦର୍ଶନ ଚକ୍ର ଆପଣଙ୍କ ପଛରେ ରହିବ। ଗୋଟିଏ ବୁନ୍ଦା ପାଣି ପଡ଼ିଲେ ସେ ଆପଣଙ୍କ ବେକ କାଟିଦେବ। ନାରଦଜୀ ଜଳପୂର୍ଣ୍ଣ ପାତ୍ରଟି ନେଇ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭ୍ରମଣ କଲେ। ସୁଦର୍ଶନ ଚକ୍ର ତାଙ୍କ ପଛେ ପଛେ ଥିଲା। ସୂର୍ଯ୍ୟାସ୍ତ ହେବା ପରେ ସେ ଆଶ୍ୱସ୍ତିର ନିଶ୍ୱାସ ମାରିଲେ। ପାତ୍ରରୁ ଗୋଟିଏ ବି ବୁନ୍ଦା ପାଣି ପଡ଼ିନଥିଲା। ନାରଦଜୀ ଭଗବାନ ବିଷ୍ଣୁଙ୍କ ପାଖକୁ ଫେରିଲେ। ବିଷ୍ଣୁଜୀ ପଚାରିଲେ, ଭ୍ରମଣ କେମିତି ରହିଲା? ନାରଦଜୀ ଉତ୍ତର ଦେଲେ, ଆପଣଙ୍କ ସୁଦର୍ଶନ ଚକ୍ର ଏବଂ ପାଣି ଭର୍ତ୍ତି ପାତ୍ର ଯୋଗୁଁ ଭ୍ରମଣ ସାରା ମୁଁ ବହୁ ଚିନ୍ତାରେ ଥିଲି। ବିଷ୍ଣୁଜୀ ପଚାରିଲେ, ସେହି ଭ୍ରମଣ ସମୟରେ ଆପଣ କେତେଥର ମୋର ନାମ ନେଲେ? ନାରଦଜୀ କହିଲେ, ଭଗବାନ, ଗୋଟିଏ ପଟେ ପାଣି ଭର୍ତ୍ତି ପାତ୍ର ଏବଂ ଅନ୍ୟପଟେ ପଛରେ ସୁଦର୍ଶନ ଚକ୍ର, ମୋର ପୂରା ଧ୍ୟାନ ତ ସେଇଥିରେ ଥିଲା। ଆପଣଙ୍କ ନାମ କେଉଁଠୁ ନେଇଥାନ୍ତି? ସେତେବେଳେ ବିଷ୍ଣୁଜୀ କହିଲେ, ଠିକ୍ ସେହିପରି ଗୃହସ୍ଥ ଜୀବନର ଭିଡ଼, ପରିବାର ପ୍ରତିପୋଷଣର କଠିନ ପରିସ୍ଥିତି ଏବଂ ବଞ୍ଚିବାର ସଂଘର୍ଷ ଭିତରେ ରହି ମଧ୍ୟ ଯଦି ଚାଷୀ ସକାଳ ସନ୍ଧ୍ୟାରେ ମୋର ନାମ ନେଇପାରୁଛି, ତେବେ ନିଶ୍ଚିତ ଭାବରେ ସେ ହିଁ ଶ୍ରେଷ୍ଠ ଭକ୍ତ। ଏହିପରି ନୂଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ ବେଲ୍ ଆଇକନ୍ ଦବାନ୍ତୁ।